1962 ଦୁଇଟା ବିଦେଶୀ ମଦ ପାଇଁ ବାର୍ ଲାଇସେନ୍ସ ଦିଆଗଲା। ଗୋଟେ ଦିଆଗଲା ରାଜୁ ସାହୁ ଗୋଟେ ରାଜମହଲ ହୋଟେଲ ଯୋଉ, ଆଉ ଗୋଟେ ଦିଆଗଲା ଭୁବନେଶ୍ୱର ଗଡ଼ ଯୋଉ ଆଇଏସ୍ ଅଫିସର କ୍ଲବ। ବୁଝିଲେ, ଆମେ ଛାତ୍ର ବେଳେ ଯାଇ ସେ ବାର୍ ଦିଟା ଗଣ୍ଡଗୋଳ କରି ବନ୍ଦ କରିଦେଲୁ। ଆମେ ଗଣ୍ଡଗୋଳ କରି ବନ୍ଦ କରିଦେଲୁ। ମହତାବ ଇଣ୍ଟରଫିୟର କଲେ, ରାଜମହଲ ଛକଟା ବନ୍ଦ ହେଇଗଲା। କେବଳ ଆଇଏସ୍ ଅଫିସର ବାର୍ଟା ଖୋଲିଲା। ଏଇନା ଏତେ ବାର୍ ଖୋଲିବ ମାନେ ଏତେ ମଦୁଆ ହେଇଗଲେ ଯେମିତି ବନ୍ଦ କରିବୁ ଆମେ ମାର ଖାଇବୁ। ଆମକୁ ସେ କ'ଣ ପାରେଇବ? ଆମକୁ ସେ ଦର୍ଶନ କରିବାକୁ ମିଳିବ ମଦୁଆ ଯୋଉ ଗାଁ ଯିବେ ଖାଲି ମଦୁଆ। କ'ଣ କଲେ ମଦ ବନ୍ଦ ହବ? ମଦ ପିଇଲେ ଆତ୍ମହତ୍ୟା ସମାନ, ଶିବର ଖାଇଲେ ଆତ୍ମହତ୍ୟା ସାଥିରେ ସମାନ। ମଦ ପିଇବା ଉଚିତ ନୁହଁ। ପିଲାଙ୍କୁ ବୁଝେଇକିରି ସୁଝେଇକିରି ଲୋକଙ୍କୁ ବୁଝେଇକିରି କଲେ ହବ। ଆଉ ମାଡ଼ ଦେଲା ମାନେ ଓଲଟ ମାଡ଼ ଖାଇଯିବ। ଏତେ ମଦୁଆ ସଂଖ୍ୟା ବଢ଼ିଗଲାଣି, ଭଲ ହବନି। ଇଏ ହେଉଛି ମୋ ମତ।